ରାଉରକେଲା କଲେଜରେ ସମ୍ବଲପୁରୀ ଦିନ ପାଳିତ। ରାଉରକେଲା ସେକ୍ଟର 4 ସ୍ଥିତ ରାଉରକେଲା କଲେଜ ରାଉରକେଲାଠାରେ ସମ୍ବଲପୁରୀ ଦିନ ଗତ 1 ତାରିଖରେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀମାନେ ଯୋଗଦେଇ ସମ୍ବଲପୁର ଦିନ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜନକ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁର ଦିନ ଭାବେ ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଯେଉଁ ଅବଦାନ ପଶ୍ଚିମ ଓଡ଼ିଶାବାସୀଙ୍କ ସମାଜ ପାଇଁ ତାହା ଅତୁଳନୀୟ ଏବଂ ଅବିସ୍ମରଣୀୟ। ଏହାସହ ତାଙ୍କ ଲିଖିତ ପୁସ୍ତକ ପୁରସ୍କାର ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଭାରତୀ ବରୁଆ, ବନ୍ଦନା ସୋରେନ, ମନୋଜ କୁମାର ଦଳେଇ, ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ସାଣୀ, ରଞ୍ଜିତ ପ୍ରଧାନ, ଦୀପାଳି ପ୍ରଧାନ, ତରଣୀ ନାୟକ, ଅଜିତ ବେଗ, ଅରୁଣ ଏକା, ସୌମ୍ୟରଞ୍ଜନ ପ୍ରଧାନ, ଦିଲ୍ଲୀପ କୁମାର ମୁଦୁଲି, ପ୍ରିୟଙ୍କା ପଲେଇ, ସୁମନ ଡୁଙ୍ଗଡୁଙ୍ଗ, ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରଦ୍ଧାମୟୀ ସାହୁ, ପ୍ରତିମା ପାତ୍ର, ରଞ୍ଜିତା ପାଣିଗ୍ରାହୀ, ସିଦ୍ଧାର୍ଥ ସାହୁ, ଦିବ୍ୟା ଷଡ଼ଙ୍ଗୀ, ସ୍ୱାତି ଭାରତୀ ପରିଡ଼ା, ସୁଶାନ୍ତ ରଣା, ଶୁଭଶ୍ରୀ ବାରିକ, ଇପ୍ସିତା ପଣ୍ଡା, ପ୍ରୀତି ଦୀକ୍ଷିତ, ଜୟଶ୍ରୀ ମହାନ୍ତି, ନନ୍ଦିତା କୁମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧି ମିଷ୍ଟାନ୍ନ ବଣ୍ଟନ କରି ଏହି ଦିନକୁ ଧୁମଧାମରେ ପାଳନ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।